कौन देखुची मो आखि आगे ये की मूर्ति शंख चक्र गदा पद्म पद्म पद क्या देखुची। विश्वा बसु तुम्हें जे आज गुंफा मध्य को आसब से कथा अनेक अनेक पूर्वर एमतीक तुम जन्म हेबा आगु निर्धारित हो सारी तुम्हें जाना चाह मु किए मुझे नीलमाधव। जहा किछि घटीगला जहा किछि घटुची एवं जहा किछि घटिब से सब अनेक पूर्वर निर्धारित हो सारी सत्यजुगर आरंभर मुई गुंफा भितर गोपन अवस्था अच्छी धरावक्षर तमे हेउच प्रथम मानव जे आज मते देखिबार सुजोग पाई। प्रभु नीलमाधव को जन्मर तपस्या फल मुझे दर्शन पाइली से कथा मु जानी समग्र मानव जाति भितर एका कहीं धन्य हो गली से कथा भी मुझे विश्वाबसु कार्य कारण खोजार चेष्टा तुम्हें कर खाली एतिकी जानी रख मु अनादि मु अनंत मु विश्वमय मोर बिना इच्छारे पत्रटी भी हले नहीं पवन बहे नहीं सूर्य चंद्र तारा उदय होती नहीं कि अस्त जानती नहीं
ଆଜି ଯଦି ତୁମେ ମୋ ପାଖକୁ ଆସିଛ ସେ ବି ମୋ ଇଚ୍ଛା। ଖାଲି ସେତିକି ନୁହେଁ, ଯାଯାବର ଜୀବନ ଛାଡ଼ି ଏଠି ବସତି ସ୍ଥାପନ କଲା ପର୍ଯ୍ୟନ୍ତ ସବୁ ମୋରି ନିର୍ଦ୍ଦେଶରେ ହିଁ ତୁମେ କରିଛ। ବିଶ୍ୱାବସୁ, ମୋ ଆସ୍ଥାନ ପାଖରେ ପହଞ୍ଚିବା ପୂର୍ବରୁ ଯେଉଁ କୁଣ୍ଡରୁ ପାଣି ପିଇ ତୁମେ ତୃଷା ନିବାରଣ କଲ ତାର ନାଁ ରୋହିଣୀ କୁଣ୍ଡ। ଯେଉଁ ବଟବୃକ୍ଷ ମୂଳରେ ତୁମେ କିଛି ସମୟ ନିଦ୍ରା ଯାଇଥିଲ ତାର ନାଁ କଳ୍ପବଟ। ତୁମର ଜନ୍ମଗତ ଅନ୍ଧକାରର ସଂସ୍କାର ହେଲା ପରେ ତୁମେ ମୋ ପାଖରେ ପହଞ୍ଚିବାର ସୁଯୋଗ ପାଇଲ। ପ୍ରଭୁ, ମୁଁ ମୂର୍ଖ, ଜାତିରେ ଶବର। ପଣ୍ଡିତମାନଙ୍କ ମୁହଁରୁ ମୁଁ ଶୁଣିବାକୁ ପାଇଛି, ହଜାର ହଜାର ବର୍ଷ ତପସ୍ୟା କଲେ ବି ମୁନି ଋଷିମାନେ ଆପଣଙ୍କ ଦର୍ଶନ ପାଆନ୍ତି ନାହିଁ। ମୁଁ ମନ୍ତ୍ର ଜାଣେନି କି ମୋର କୌଣସି ତପସ୍ୟା ନାହିଁ। ମନ୍ତ୍ର ମୁଁ ଖୋଜେନି ବିଶ୍ୱାବସୁ। କୌଣସି ନୀତି ନିୟମ ଭିତରେ ବି ମୁଁ ବନ୍ଧା ନୁହେଁ। ମୋର ଅଧିବାସ ପ୍ରାଣୀର ନିର୍ମଳ ହୃଦୟ ମଧ୍ୟରେ। ମୁଁ ଜାଣେ ତମର ହୃଦୟ ନିର୍ମଳ। ବଞ୍ଚିବାର ତାଡ଼ନାରେ ଯାହା କିଛି କରିଛ ସେସବୁ ପାଇଁ ତୁମେ ଦୋଷୀ ନୁହଁ। ତେଣୁ ତୁମେ ମୋତେ ଦେଖିବାର ଅଧିକାର ପାଇଲ। ପ୍ରଭୁ, ମୁଁ ଧନ୍ୟ ହୋଇଗଲି। ପ୍ରଭୁ, ଅତୀତ କ'ଣ ଥିଲା ମୁଁ ଜାଣିନି, ଭବିଷ୍ୟତ କ'ଣ ହବ ସେ କଥା ବି ମୁଁ ଜାଣିନି। ବର୍ତ୍ତମାନର ମଣିଷ ମୁଁ। ମୋର ଏଇ ବର୍ତ୍ତମାନକୁ ଆପଣଙ୍କ ଦୟା ପରିପୂର୍ଣ୍ଣ କରି ରଖୁ। ଅତୀତ, ବର୍ତ୍ତମାନ, ଭବିଷ୍ୟତ ଏସବୁ ପାର୍ଥିବ ଗଣନା ବିଶ୍ୱାବସୁ। ଏ ଧରାପୃଷ୍ଠର ସମଗ୍ର ଅତୀତ, ସମଗ୍ର ବର୍ତ୍ତମାନ ଆଉ ଆସିବାକୁ ଥିବା ସମଗ୍ର ଭବିଷ୍ୟତ ସବୁ ମାତ୍ର ଗୋଟିଏ ବିନ୍ଦୁରେ ମୋ ପାଖରେ ସ୍ଥିର। ମୁଁ କୌଣସି ସମୟ ଦ୍ୱାରା ବିଭାଜିତ ନୁହେଁ। ମୁଁ ତୁମକୁ ଏ ସୃଷ୍ଟିର ରହସ୍ୟ କହୁଛି। ଶୁଣ, ଯେତେବେଳେ ମହାଶୂନ୍ୟ ଥିଲା, ସମୟର ଗଣନା ନଥିଲା, ଦିନରାତି ବି ନଥିଲା, ସେତେବେଳେ ଏହି ମହାଶୂନ୍ୟରେ ଏକ ମହାସଂଘର୍ଷ ସଂଘଟିତ ହେଲା। ସେହି ମହାସଂଘର୍ଷ ଫଳରେ କୋଟି କୋଟି ବ୍ରହ୍ମାଣ୍ଡ ସୃଷ୍ଟି ହେଲା। ଏସବୁ ମୋହରି ଇଚ୍ଛାରୁ ହିଁ ସଂଘଟିତ ହେଲା। ଏ ବ୍ରହ୍ମାଣ୍ଡମାନଙ୍କ ଭିତରୁ ସୌରମଣ୍ଡଳ ସୃଷ୍ଟି ହେଲା। ସୂର୍ଯ୍ୟଦେବ ଜନ୍ମ ନେଲେ। ଏବଂ ତା ସଙ୍ଗେ ସଙ୍ଗେ ଜନ୍ମ ହେଲା ଗ୍ରହମଣ୍ଡଳ। ସେହି ଗ୍ରହମାନଙ୍କ ଭିତରୁ ଗୋଟିଏ ହେଉଛି ଏହି ପୃଥିବୀ। ମୁଁ ଇଚ୍ଛା କଲି ମୋର ସୃଷ୍ଟିମାନଙ୍କ ଭିତରୁ ଏହି ପୃଥିବୀ ହେବ ଶ୍ରେଷ୍ଠ ସୃଷ୍ଟି। ତେଣୁ ଜଳାର୍ଣ୍ଣବ ପୃଥିବୀ ପୃଷ୍ଠରେ ଭୂମି, ପାହାଡ଼, ନଦୀ, ବୃକ୍ଷରାଜି, ପଶୁପକ୍ଷୀ ଏସବୁ ସୃଷ୍ଟି ହେବାରେ ଲାଗିଲେ। ଜନ୍ମ ନେଲା ଆକାଶ ଏବଂ ସେହି ପ୍ରକ୍ରିୟା ଭିତରେ ଜନ୍ମ ନେଲା ମାନବ ଜାତି। ଜନ୍ମ ନେଲେ ଦେବଗଣ ଆଉ ଜନ୍ମ ନେଲା ଏକ ଧ୍ୱଂସକାରୀ ଶକ୍ତି ରାକ୍ଷସ। ମାନବ ଜାତିର କ୍ରମଶଃ ଉନ୍ନତି ହେଲା ଏବଂ ସଂସ୍କାର ପାଇଁ ଜନ୍ମ ନେଲା 4 ବେଦ, ଋକ୍, ଯଜୁ, ସାମ ଏବଂ ଅଥର୍ବ। ଶିବ ସୃଷ୍ଟି କଲେ 5ମ ବେଦ। ବ୍ରହ୍ମାଙ୍କ ଦାୟିତ୍ୱରେ ରହିଲା 4 ବେଦ ଏବଂ 5ମ ବେଦ ଶିବଙ୍କ ଦାୟିତ୍ୱରେ ରହିବା ପରେ କ୍ଷୀରସାଗରରେ ବିଶ୍ରାମ ପାଇଁ ମୁଁ ଯୋଗ ନିଦ୍ରାରେ ଶାୟିତ ହେଲି।